प्रभु जीशु ख्रीष्टଙ୍କ मधुर नामରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ ଆପଣମାନଙ୍କୁ ସତ୍ୟବାଣୀ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ କରୁଅଛୁ। ପ୍ରିୟମାନେ, ଚ୍ୟାନେଲକୁ ଯଦି ଆପଣମାନେ ପ୍ରଥମ ଥର ଆସିଛନ୍ତି ତେବେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଅନ୍ୟମାନଙ୍କ ନିକଟକୁ ମଧ୍ୟ ସେୟାର କରନ୍ତୁ। ପ୍ରିୟର ମୋର ଭାଇ ଭଉଣୀମାନେ, ଯେଉଁ ଭିଡ଼ିଓଟି ଆମମାନେ ଆପଣମାନଙ୍କ ନିକଟକୁ ଆଣିଅଛୁ ଆଉ ପୂର୍ବ ଦିନମାନଙ୍କର ଆମମାନେ ଯେଉଁ ଭିଡ଼ିଓଟିକୁ ମାନବର ପରିଚାଳନା ନିମନ୍ତେ ଈଶ୍ୱରଙ୍କ ମହାନ ଯୋଜନା ଆଉ ତା ଉପରେ ଆମମାନେ ଏକ ଭିଡ଼ିଓଟି ଆଣିଥିଲୁ। ବର୍ତ୍ତମାନ ପାର୍ଟ 2 ଭିଡ଼ିଓଟି ଆମେ ଆଣିଅଛୁ। ଆଉ ପରିଚାଳନା ପାଇବା ପାଇଁ ମନୁଷ୍ୟର 3ଟି ପଦକ୍ଷେପ, ସେ ପରିଚାଳନା କି ପ୍ରକାର ଆଉ ପଦକ୍ଷେପ ନେଲେ ପରିଚାଳନା ମନୁଷ୍ୟକୁ ମିଳେ, ତାର ଉପରେ ଆମମାନେ ଅଳ୍ପ ସମୟ ଏହି ଭିଡ଼ିଓରେ ଆଲୋଚନା କରିବା। ଭିଡ଼ିଓକୁ ଆପଣମାନେ ସମ୍ପୂର୍ଣ୍ଣ ଦେଖୁଥାନ୍ତୁ ଏବଂ ଏହି ଭିଡ଼ିଓଟି ଅନ୍ୟମାନଙ୍କ ନିକଟକୁ ମଧ୍ୟ ସେୟାର କରନ୍ତୁ। ପ୍ରେମର ଆଉ ପବିତ୍ର ଈଶ୍ୱରଙ୍କର ସେହି ମହାନ ନାମର ଧନ୍ୟବାଦ ହେଉ ଯେ ମନୁଷ୍ୟକୁ ଈଶ୍ୱର ଉଦ୍ଧାର କରିବା ପାଇଁ ଆଉ ସେ ଏହି ଧରାପୃଷ୍ଠକୁ ଆସିଥିଲେ। ପ୍ରଥମେ ଈଶ୍ୱରଙ୍କ ପଥ କ'ଣ? ଈଶ୍ୱରଙ୍କ ପଥ ଆମମାନଙ୍କ ପାପର ପ୍ରାୟଶ୍ଚିତ୍ତ ସାଧନ କରି ଆମମାନଙ୍କୁ ପାପର ଉଦ୍ଧାର କରିବା ପାଇଁ ଈଶ୍ୱର ଆପଣାର ପୁତ୍ରଙ୍କୁ ବା ଆପଣାର ଏକମାତ୍ର ପୁତ୍ରଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କୁ ପରିଚାଳନାକର୍ତ୍ତା ସ୍ୱରୂପେ ସେ ଏହି ଜଗତକୁ ପଠାଇଲେ। ଆମ୍ଭେ ପାପୀ ଥିବା ସମୟରେ କେବଳ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ ତାହା ନୁହେଁ, ଆମେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ମଧ୍ୟ ତାଙ୍କ ପୁତ୍ର ଆମମାନଙ୍କ ପାଇଁ ପ୍ରାଣ ଦେଲେ। ତାହା ଈଶ୍ୱରଙ୍କ ସହିତ ଆମର ପୁନର୍ମିଳନ ହେଲା। କ'ଣ? ଈଶ୍ୱର ଯେ ପ୍ରାଣ ଦେବା ଦ୍ୱାରା ସେ ଆମମାନଙ୍କୁ ତାହାଙ୍କ ସହିତ ପୁନର୍ମିଳିତ କଲେ। ଖ୍ରୀଷ୍ଟରେ ପ୍ରିୟ ମୋର ପ୍ରଭୁଙ୍କର ଲୋକମାନେ, ସେ ମହାନ ପରମେଶ୍ୱରଙ୍କର ଧନ୍ୟବାଦ ହେଉ। ଈଶ୍ୱରଙ୍କ ପରିଚାଳନା ଯୋଜନା ଅନୁଯାୟୀ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟ ମାନବ ରୂପ ଧାରଣ କରି ଏହି ଧରାପୃଷ୍ଠକୁ ଅବତୀର୍ଣ୍ଣ ହେଲେ। ସେ ଏ ଧରାପୃଷ୍ଠରେ ସେ ଥିଲେ ସମ୍ପୂର୍ଣ୍ଣ ପବିତ୍ର ଆଉ ମାନବ ଜାତିର ପାପର ପ୍ରାୟଶ୍ଚିତ୍ତ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଧରାପୃଷ୍ଠକୁ ଆସିଥିଲେ। ଆଉ ମନୁଷ୍ୟକୁ ଯେଉଁ ପବିତ୍ର ରକ୍ତର ଆବଶ୍ୟକତା ଥିଲା ଆଉ ପବିତ୍ର ରକ୍ତ ଦ୍ୱାରା ମନୁଷ୍ୟକୁ ଉଦ୍ଧାର କରିବା ପାଇଁ, ମୁକ୍ତି ସାଧନ କରିବା ପାଇଁ, ଯେଉଁ ପରିତ୍ରାଣ ସାଧନ କରିବା ପାଇଁ ଯେଉଁ ପବିତ୍ରତାର ରକ୍ତ ଆବଶ୍ୟକତା ଥିଲା ଆଉ ଥିଲା, ସେ ତାହା କ୍ରୁଶରେ ଆଉ କ୍ରୁଶ ରୂପ ଯୋଗ୍ୟ ବେଦୀରେ ଆହୁତି ରୂପେ ଢାଳି ଦେଲେ। କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାଙ୍କ ସମ୍ବନ୍ଧରେ ବାଇବଲ କହେ, ଭାଇମାନେ ଶୁଣ, ଅନେକ ଆଲୌକିକ କାର୍ଯ୍ୟ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତ ଯୀଶୁ ଯେ ଈଶ୍ୱର ପ୍ରେରିତ ଓ ଐଶ୍ୱରିକ ସମ୍ପନ୍ନ ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଅଛି। ଐଶ୍ୱରିକ ଶକ୍ତି ବା ଈଶ୍ୱରଙ୍କର ମହାନ ଆଶ୍ଚର୍ଯ୍ୟ ଶକ୍ତି, ପିତା ପରମେଶ୍ୱରଙ୍କର ମହାନ କରୁଣା ପ୍ରଭୁ ଯୀଶୁଙ୍କ ଉପରେ ଥିଲା ଯେ ସେ ଈଶ୍ୱରଙ୍କ ଦ୍ୱାରା ଯେ ମୃତ୍ୟୁମାନଙ୍କୁ ଜୀବନ ଦାନ ଦେଉଥିଲେ, ଅନେକ ରୋଗୀମାନଙ୍କୁ ସୁସ୍ଥ କରୁଥିଲେ, ଅନେକ ଭୂତପ୍ରେତ ଲୋକମାନଙ୍କୁ ଉଦ୍ଧାର କରୁଥିଲେ, ଅନେକ ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ଧରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସେ ସୁସ୍ଥ କରୁଥିଲେ। କିନ୍ତୁ ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଯେ ଏହା ତୁମମାନଙ୍କ ନିକଟରେ ପ୍ରମାଣିତ ହୋଇଅଛି ବୋଲି ପବିତ୍ର ଶାସ୍ତ୍ର ବାଇବଲ କହେ। ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। କାହା ହସ୍ତରେ? ନା, ପବିତ୍ର ଶାସ୍ତ୍ର ବାଇବଲ କହେ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବାକୁ ଆଉ ଈଶ୍ୱର ଆଉ କ'ଣ କରିଥିଲେ? ନା, ସ୍ଥିର କରିଥିଲେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆଉ ସେମାନେ ତାହାଙ୍କୁ ଧରି ଆଉ ଅନେକ ପ୍ରକାର ଆଉ ମୃତ୍ୟୁ ଦଣ୍ଡ ଦେବା ନିମନ୍ତେ ତାହାକୁ ଅତ୍ୟନ୍ତ ଯନ୍ତ୍ରଣା ଦେଲେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ସେହି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ସେ କ୍ରୁଶବିଦ୍ଧ କରି ତାକୁ ହତ୍ୟା କରାଗଲା। କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁ କବଳରୁ 3 ଦିନରୁ ପୁନରୁଦ୍ଧିତ କଲେ। ସେଥିପାଇଁ
ସମସ୍ତ ନିଶ୍ଚିତ ଭାବେ ଜାଣନ୍ତୁ ଯେ ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କୃଷାର୍ପିତ କରି ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସିହ କରିଅଛନ୍ତି ବୋଲି ପ୍ରେରିତ ପୁସ୍ତକରେ ପାଉଲ କହନ୍ତି 2 ଅଧ୍ୟାୟ 22 ଏବଂ 24-36 ପଦରେ ସେ ଯେ ମୃତମାନଙ୍କ ମଧ୍ୟରୁ ଈଶ୍ୱରଙ୍କୁ ଉଠାଇ ଅଛନ୍ତି ସେହି ପରିତ୍ରାଣ କର୍ତ୍ତା ଈଶ୍ୱର ଅଟନ୍ତି। ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବଧ କରିଥିଲ ଯେ ଈଶ୍ୱର ତାହାକୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ପାପ ହେତୁ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଥିବା ମନୁଷ୍ୟ ଜାତିକୁ ପୁନର୍ବାର ଉଦ୍ଧାର କରିବା ନିମନ୍ତେ ବା ଈଶ୍ୱରଙ୍କ ସହିତ ମିଳିତ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସିଥିଲେ ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ପ୍ରଭୁ ଯୀଶୁ ହେଉଛନ୍ତି એકમાત્ર ମଧ୍ୟସ୍ଥ, କାରଣ ସେ ମନୁଷ୍ୟ ଜାତି ପାଇଁ ପାପର ଦଣ୍ଡ ଭୋଗ କରି ଈଶ୍ୱରଙ୍କ କ୍ରୋଧରୁ ଆମମାନଙ୍କୁ ବଞ୍ଚାଇ ଅଛନ୍ତି। ପ୍ରିୟର ମୋର ପ୍ରଭୁଙ୍କ ଲୋକମାନେ, ଏଥିରେ ଆମେ ଦେଖୁଛୁ ଈଶ୍ୱରଙ୍କ କ୍ରୋଧରୁ ଶାନ୍ତ କରିଅଛନ୍ତି, କାରଣ ମନୁଷ୍ୟ ଜାତି ପାଇଁ ଯେଉଁ ପାପର ଦଣ୍ଡ ଭୋଗ କରିବାର ଥିଲା ତାହା ସେ ନିଜ ଉପରେ ସେ ପାପର ଦଣ୍ଡକୁ ବୋହି ନେଲେ ସେ ଆପେ କ୍ରୁଶ ଉପରେ ନିଜର ଜୀବନ ଦେଲେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ମହାନ ପବିତ୍ର ନାମର ଧନ୍ୟବାଦ ହେଉ। ସେଥିପାଇଁ ବାଇବଲ କହେ ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। ପ୍ରଥମ ତିମୋଥୀ ତାର 2 ଅଧ୍ୟାୟ 5 ପଦ। ପରିତ୍ରାଣ କିପରି ଲବ୍ଧ ହୁଏ? ଜଣେ ମନୁଷ୍ୟ କିପରି ପରିତ୍ରାଣ ପାଇପାରେ? ବାଇବଲ କହେ ରକ୍ତପାତ ଦ୍ୱାରା ପାପ କ୍ଷମା ହୁଏ। ଏବ୍ରୀ ପୁସ୍ତକ 9 ଅଧ୍ୟାୟ 22 ପଦ। କୌଣସି ପାପ କଳୁଷିତ ଶରୀରର ରକ୍ତ ଆମ ପାପର ପ୍ରାୟଶ୍ଚିତ କରିପାରେ ନା। ଅନେକ ଲୋକମାନେ ଆଜି ପାପରୁ ପରିତ୍ରାଣ ପାଇବା ପାଇଁ, ଉଦ୍ଧାର ପାଇବା ପାଇଁ ପଶୁ ବଳି ଦିଅନ୍ତି, ନର ବଳି ଦେଇଥାନ୍ତି। ଅନେକ ଛେଳି, ଅନେକ ଘୁଷୁରୀ, ଅନେକ କୁକୁଡ଼ା, ଅନେକ ନର ବଳି ମଧ୍ୟ ଦେଇଥାନ୍ତି। କିନ୍ତୁ ସେହିପରି ଈଶ୍ୱର ଥରେ ହିଁ ମାତ୍ର ମନୁଷ୍ୟକୁ ବଳି ଦେବାକୁ ନ ପଡ଼େ, ଏଥିପାଇଁ ସେ ଥରେ ହିଁ କ୍ରୁଶ ଉପରେ ନିଜର ରକ୍ତ ଢାଳି ସେହି ବଳିକୁ ସମାପ୍ତ କରିଥିଲେ। ପରିତ୍ରାଣ ପାଇବା ପାଇଁ ମନୁଷ୍ୟକୁ ବଳି ଦେବାକୁ ପଡ଼େ ନାହିଁ, ନର ବଳି ଦେବାକୁ ପଡ଼େ ନାହିଁ, ଏପରି ପଶୁ ବଳି ଦେବାକୁ ପଡ଼େ ନାହିଁ, କୌଣସି ପ୍ରକାର ବଳି ଆବଶ୍ୟକତା ନାହିଁ। କିନ୍ତୁ ଈଶ୍ୱର ସେଥି ନିମନ୍ତେ, ତମର ପରିତ୍ରାଣ ନିମନ୍ତେ, ତମର ମୁକ୍ତି ନିମନ୍ତେ ସେ କ୍ରୁଶ ଉପରେ ନିଜର ପାପ ବୋହି ନେଇ ନିଜର ପବିତ୍ର ରକ୍ତ ଢାଳି ନିଜକୁ ପାପରୁ ଉଦ୍ଧାର କରିଛନ୍ତି ବା ନିଜ ପାପରୁ ତତେ ସେ ଉଦ୍ଧାର କରିଛନ୍ତି। ସେଥିପାଇଁ ପ୍ରିୟର ମୋର ଭାଇ ଭଉଣୀମାନେ, ଆମମାନେ ଦେଖୁ ଯେ ପବିତ୍ର ଶାସ୍ତ୍ର ବାଇବଲ କହେ ଯେ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ। ପାପର କ୍ଷମା ପାଇଁ ମନୁଷ୍ୟ ବଳି ଦେଇଥାଏ, କିନ୍ତୁ ଈଶ୍ୱର ନିଜର ରକ୍ତ ଢାଳି ଆମମାନଙ୍କୁ ପାପର କ୍ଷମା କରିଛନ୍ତି ଏବଂ ସେ ଈଶ୍ୱରଙ୍କ ନିକଟରେ ଆମମାନଙ୍କୁ ପୁନର୍ମିଳିତ କରିଛନ୍ତି। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ସେଥିପାଇଁ ଯେଉଁ ପବିତ୍ର ରକ୍ତର ଆବଶ୍ୟକତା ଥିଲା, ସେ ଜଣେ ପବିତ୍ର ବ୍ୟକ୍ତି ବଳିଦାନ ଏ ଜଗତରେ ଜଣେ ମାତ୍ର ବ୍ୟକ୍ତି ଯିଏକି ପାପ ଶୂନ୍ୟ ଓ ପବିତ୍ର, ସେ ହେଉଛନ୍ତି ସ୍ୱୟଂ ଈଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଆମର ପାପର ପ୍ରାୟଶ୍ଚିତ କରିବା ପାଇଁ ଈଶ୍ୱର ତାଙ୍କୁ ଏ ଜଗତକୁ ପଠାଇଥିଲେ। କେବଳ ତାଙ୍କ ଦ୍ୱାରା ହିଁ ପାପୀ ମନୁଷ୍ୟ ପାପର ଦଣ୍ଡରୁ ମୁକ୍ତି ପାଏ ଓ ଈଶ୍ୱରଙ୍କ ସହିତ ମିଳିତ ହୁଏ। ବାଇବଲ କହେ, ତେଣୁ ଏ ଭାଇମାନେ ଯୀଶୁଙ୍କ ମରଣ ହେତୁ ଆମେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବାକୁ ପୂର୍ଣ୍ଣ ଅଧିକାର ପାଇଅଛୁ। ସେ ତାଙ୍କ ଶରୀର ରୂପ ପର୍ଦ୍ଦା ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ଏକ ନୂତନ ଜୀବନ୍ତ ପଥ ଉନ୍ମୁକ୍ତ କରିଅଛନ୍ତି। ଏବ୍ରୀ ପୁସ୍ତକ 10 ଅଧ୍ୟାୟ 19 ଏବଂ 20 ପଦ। ଈଶ୍ୱର ତାଙ୍କର ପୁତ୍ରଙ୍କୁ ପଠାଇ ମାନବ ଜାତି ପାଇଁ ପରିତ୍ରାଣ ପଥ ପ୍ରସ୍ତୁତ କରିସାରିଛନ୍ତି। ଯେ କେହି ସେହି ପ୍ରଭୁଙ୍କଠାରେ ବିଶ୍ୱାସ ସ୍ଥାପନ କରେ ସେ ଅନନ୍ତ ଜୀବନ ପାଇବ। ଯେ କେହି ତାଙ୍କର ଅବାଧ୍ୟ ହୁଏ ସେ ସେହି ଜୀବନରୁ ବଞ୍ଚିତ ହେବ ଓ ଈଶ୍ୱରଙ୍କ କ୍ରୋଧରେ ପାତ୍ର ହୋଇ ସେ ରହିବ। ଜନ 3:36 ପଦ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଲେଖାଯାଏ ଯେ ସମଗ୍ର ମାନବ ଜାତି ପାଇଁ ଈଶ୍ୱର ପରିତ୍ରାଣ ପଥ ପ୍ରସ୍ତୁତ କରିସାରିଛନ୍ତି।
ତଥାପି ମନୁଷ୍ୟ ଆଜି ଈଶ୍ୱରଙ୍କ ପଥକୁ ବୁଝିପାରେ ନାହିଁ। ଈଶ୍ୱରଙ୍କ ପଥକୁ ପ୍ରତ୍ୟାଖ୍ୟାନ କରି ଚାଲିଅଛନ୍ତି। ତାର କାରଣ କ'ଣ? ତାର କାରଣ ବିଷୟରେ ବାଇବଲ ଆଉ କହେ, ଜଗତରେ ଆଲୋକ ପ୍ରକାଶ ପାଇଅଛି, କିନ୍ତୁ ଲୋକେ ଆଲୋକ ଅପେକ୍ଷା ଅନ୍ଧକାରକୁ ଭଲ ପାଇଲେ ବା ପସନ୍ଦ କରିଛନ୍ତି, କାରଣ ସେମାନଙ୍କର କାର୍ଯ୍ୟ ସକଳ ଅସତ୍ୟ। ଯଦି ସେମାନେ ଆଲୋକ ନିକଟକୁ ଆସିଯାଆନ୍ତି, ତେବେ ସେମାନଙ୍କର ସମସ୍ତ କାର୍ଯ୍ୟ ଆଲୋକରେ ପ୍ରକାଶ ପାଇବ। ସେଥିପାଇଁ ଦୁଷ୍କର୍ମକାରୀ ଆଲୋକକୁ ଘୃଣା କରେ। ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଭଉଣୀମାନେ, ତାର ଦୁଷ୍କର୍ମ ଗୁଡ଼ିକ ପ୍ରକାଶ ପାଇଯିବା ଭୟରେ ସେ ଆଲୋକ ନିକଟକୁ ଆସିବାକୁ ଚାହେଁ ନାହିଁ। ଯଦି ସେ ଆଲୋକ ନିକଟକୁ ଆସିଯାଏ, ତେବେ ତାର ସମସ୍ତ କାର୍ଯ୍ୟ ଆଲୋକରେ ପ୍ରକାଶ ପାଇବ ଏବଂ ସମସ୍ତ ଲୋକ ତାହା ଦେଖିପାରିବେ। ସେଥିପାଇଁ ପ୍ରିୟର ମୋର ଭାଇ ଭଉଣୀମାନେ, ଈଶ୍ୱରଙ୍କ ପବିତ୍ର ଶାସ୍ତ୍ର ବାଇବଲ କହେ, କିନ୍ତୁ ବାଇବଲ ସ୍ପଷ୍ଟ ରୂପେ ଘୋଷଣା କରେ ଯେ ଈଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ଜଗତର ବିଚାରକର୍ତ୍ତା ରୂପେ ପଠାଇ ନାହାନ୍ତି, ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ପଠାଇଛନ୍ତି। ଯେ କେହି ସେହି ପୁତ୍ରଙ୍କଠାରେ ବା ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ। କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତାର ବିଚାର ହୋଇସାରିଅଛି, କାରଣ ସେ ଈଶ୍ୱରଙ୍କ ଦ୍ୱିତୀୟ ପୁତ୍ର ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେ ବିଶ୍ୱାସ କରେ ନାହିଁ। ଈଶ୍ୱରଙ୍କ ଏହି ପରିତ୍ରାଣ ଯୋଜନାକୁ ଅପେକ୍ଷା କରିବା ଅତ୍ୟନ୍ତ ଗୁରୁତର ବିଷୟ, କାରଣ ବାଇବଲ କହେ ଏହି ମହାପରିତ୍ରାଣକୁ ଉପେକ୍ଷା କଲେ ଆମେ କିପରି ଉଦ୍ଧାର ପାଇବା। ଆଉ ଯେଉଁ ପରିତ୍ରାଣର ବାକ୍ୟ ଆମମାନେ ଶୁଣିଅଛୁ, ସେଥିପାଇଁ ସେ ବାକ୍ୟ ଆମମାନଙ୍କ ନିକଟରେ ଥାଉ ଥାଉ ଆମମାନେ ଅବହେଳା ନ କରିବା ଆମମାନଙ୍କର କର୍ତ୍ତବ୍ୟ। ସେଥିପାଇଁ ପ୍ରିୟର ମୋର ଭାଇ ଭଉଣୀମାନେ, ଆଉ ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ସ୍ପଷ୍ଟ ରୂପେ ପ୍ରକାଶ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ତ୍ରାଣକର୍ତ୍ତା। ସେଥିପାଇଁ ମନୁଷ୍ୟକୁ ପରିତ୍ରାଣ ପାଇବା ପାଇଁ 3ଟି ପଦକ୍ଷେପ। ସେ କ'ଣ କ'ଣ ପଦକ୍ଷେପ ନେବ? ସେ କି ପ୍ରକାର ପଦକ୍ଷେପ ନେଲେ ସେ ଉଦ୍ଧାର ପାଇବ? ମନୁଷ୍ୟକୁ ଏହା ଜାଣିବାକୁ ହେବ ଯେ ମୁଁ ପାପୀ, ମୋତେ ଦୟା କର। ପାପ ସ୍ୱୀକାର ଯେ କରେ ସେ ପରିତ୍ରାଣ ପାଏ। ସ୍ୱୀକାର କର ଯେ ତୁମେ ଜଣେ ପାପୀ। କ'ଣ ନା ସ୍ୱୀକାର କର ଯେ ତୁମେ ଜଣେ ପାପୀ। ବାଇବଲ କହେ ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ, ସମସ୍ତେ ଭ୍ରଷ୍ଟ ହୋଇଛନ୍ତି। ତେଣୁ ପରିତ୍ରାଣ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ପ୍ରଥମେ ନିଜକୁ ଏକ ପାପୀ ବୋଲି ସ୍ୱୀକାର କରି ଈଶ୍ୱରଙ୍କ ନିକଟରେ ପାପ ସ୍ୱୀକାର କରିବା ଆବଶ୍ୟକତା ଅଟେ। ଆଉ 2 ନମ୍ବର ହେଉଛି ବିଶ୍ୱାସ କର ଯୀଶୁ ତୁମ ପାଇଁ କ୍ରୁଶରେ ମଲେ। ପ୍ରଭୁ ଯୀଶୁ ମୋ ପାପ ପାଇଁ ମୃତ୍ୟୁ ଭୋଗ କଲେ। ବାଇବଲ କହେ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଯୀଶୁ ଆମ ପାପ ପାଇଁ ନିଜର ପ୍ରାଣ ଦେଲେ। ତେଣୁ ଈଶ୍ୱରଙ୍କ ପୁତ୍ର ଯେ ତୁମର ପାପ ପ୍ରାୟଶ୍ଚିତ୍ତ ପାଇଁ କ୍ରୁଶରେ ବଳି ରୂପେ ଉତ୍ସର୍ଗୀକୃତ ହେଲେ, ଏକଥା ହୃଦୟରେ ଦୃଢ଼ ରୂପେ ବିଶ୍ୱାସ କର। ରୋମେ 5:8। ଆଉ ତୃତୀୟ ପଏଣ୍ଟ ହେଉଛି ମୋହର ପ୍ରଭୁ ଓ ତ୍ରାଣକର୍ତ୍ତା ନିଜ ହୃଦୟରେ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ, ଉଦ୍ଧାରକର୍ତ୍ତା ରୂପେ, ମୁକ୍ତିଦାତା ରୂପେ ଗ୍ରହଣ କରିବାକୁ ହେବ। ବାଧ୍ୟବାଧକର ନୁହେଁ, କିନ୍ତୁ ଆମମାନଙ୍କୁ ଏହା ଜାଣିବାକୁ ହେବ ଯେ ମୋହର ତ୍ରାଣକର୍ତ୍ତା ହେଉଛନ୍ତି ପ୍ରଭୁ ଯୀଶୁ, ଯେ କି ମୋ ପାପ ନିମନ୍ତେ ସ୍ୱର୍ଗର ସମସ୍ତ ଆଉ ସ୍ୱଗୌରବ ଛାଡ଼ି ସେହି ଧରାପୃଷ୍ଠକୁ ଆସିଲେ। ମୋତେ ପାପରୁ ଉଦ୍ଧାର କରିବା ପାଇଁ ସେ କାଲବରୀ କ୍ରୁଶରେ ନିଜର ଜୀବନ ଦେଲେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ସେଥିପାଇଁ ପ୍ରଭୁ ଯୀଶୁକୁ ଆଉ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କର। ଆଉ ସ୍ୱୀକାର କର ଯେ ମୁଁ ପାପୀ, ମୋତେ ଦୟା କର। ପ୍ରଭୁ ଯୀଶୁ ମୋ ପାପ ପାଇଁ ତୁମେ ମୃତ୍ୟୁ ଭୋଗ କଲ। ମୋର ପ୍ରଭୁ ମୋତେ ଦୟା କର, ମୋତେ ତ୍ରାଣ କର। ସେଥିପାଇଁ ବାଇବଲ କହେ ଯେ ଯୀଶୁଙ୍କୁ ପ୍ରଭୁ ବୋଲି ମୁଖରେ ସ୍ୱୀକାର କର ଓ ଈଶ୍ୱର ତାଙ୍କ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ତୁମ୍ଭେ ହୃଦୟରେ ବିଶ୍ୱାସ କର, ତାହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ। ଯୀଶୁଙ୍କୁ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ହୃଦୟରେ ଗ୍ରହଣ କର ଆଉ ସ୍ୱୀକାର କର ଯୀଶୁ ମୋର ଉଦ୍ଧାରକର୍ତ୍ତା, ଯୀଶୁ ମୋର ତ୍ରାଣକର୍ତ୍ତା। ତେବେ ନିଶ୍ଚୟ ପ୍ରଭୁ ଆପଣଙ୍କ ହୃଦୟରେ ଆଉ ସମସ୍ତ ପାପର ଭାରାକ୍ରାନ୍ତରୁ ଉଦ୍ଧାର କରିବେ। ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଭଉଣୀମାନେ, ଆମେ ଯେଉଁ ପଦକ୍ଷେପଟି ଗ୍ରହଣ କରିଅଛୁ, ଯେଉଁ ପଦକ୍ଷେପଟି ଆଜି ଆମମାନେ ଦେଖିଲୁ,
ପବିତ୍ର ଶାସ୍ତ୍ର ବାଇବଲର ଯଦି ସେଇ ପଦକ୍ଷେପ 3ଟି ପଦକ୍ଷେପ ଯଦି ତୁମେ ଗ୍ରହଣ କରିଅଛ ତାହେଲେ ନିଶ୍ଚିତ ହୁଅ ଯେ ପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି ବା ପ୍ରଭୁ ମୋତେ ପରିତାଣ କରିଅଛନ୍ତି ବା ତୁମ୍ଭେମାନେ ପରିତାଣ ପାଇଅଛ ବୋଲି ଆଉ ବିଶ୍ୱାସ କର। କାରଣ ବାଇବଲ କହେ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତାଣ ପାଇଅଛ। ଏଫେସୀ 2:8-9 ସେଥିପାଇଁ ପ୍ରିୟର ମୋର ଭାଇ ଭଉଣୀମାନେ ମହାନ ପରମେଶ୍ୱରଙ୍କର ଧନ୍ୟବାଦ ହେଉ। ସେ ଆମମାନଙ୍କ ନିମନ୍ତେ ଆମମାନେ ଯେତେବେଳେ ବିପଦଗାମୀ ଲୋକ ଥିଲୁ ଆଉ ଯେତେବେଳେ ଆମମାନେ ଅନେକ ପ୍ରକାର ନର୍କର ଗାମୀ ଥିଲୁ କିନ୍ତୁ ପରମେଶ୍ୱର ଆମମାନଙ୍କୁ ନିଜର ହସ୍ତ ବଢ଼ାଇ ଆମମାନଙ୍କୁ ସେଇ କୁଆଁରୁ ବା ସେଇ ପାପ କବଳରୁ ରକ୍ଷା କରିଛନ୍ତି। ଯେମିତିକି ଜଣେ ବ୍ୟକ୍ତି କୁଆଁରେ ପଡ଼ି ଯାଇଛନ୍ତି, ସେ ବାହାରକୁ ବାହାରିବା ନିମନ୍ତେ ଅନେକ ପ୍ରକାର ପ୍ରାଣପଣ କରିଛନ୍ତି, ପ୍ରାଣପଣ କରୁଛନ୍ତି କିନ୍ତୁ ସେ କୁଆଁରୁ ବାହାରକୁ ସେ ଉଠି ପାରିନାହାନ୍ତି, ଉଠି ଆସି ପାରୁନାହାନ୍ତି। ସେ ସାହାଯ୍ୟ ପାଇଁ ଅନେକ ଲୋକଙ୍କୁ ଡାକୁଛନ୍ତି କିନ୍ତୁ ସେଇ ବାଟରେ ଯିବା ଲୋକ କେହି ମଧ୍ୟ ତାହାକୁ ଏହି କୁଆଁ ଭିତରେ ଯେ ମଣିଷଟି ପଡ଼ି ଯାଇଛନ୍ତି ପଡ଼ିକି ଚିତ୍କାର କରୁଛନ୍ତି କିନ୍ତୁ ତାଙ୍କର ସ୍ୱର କେହି ଶୁଣି ପାରୁନାହାନ୍ତି। କିନ୍ତୁ ସେ ପରମେଶ୍ୱର ଦୟାଳୁ ପିତା, ପ୍ରେମିକ ପିତା, ସେ ଆମମାନଙ୍କୁ ଦୟା କରେ। ଆମମାନେ ଯେଉଁ ପାପରୁ କୁଆଁରେ ପଡ଼ି ଯାଇଥିଲେ ଯେମିତି ଜଣେ ବ୍ୟକ୍ତି ଯେତେବେଳେ ଶୁଣିଲେ ଆଉ ଯାଇ ଦେଖୁଛନ୍ତି ଯେ କୁଆଁ ଭିତରେ କଣ ଅଛି ଆଉ ସେ ଯାଇ ଦେଖୁଛନ୍ତି କୁଆଁ ଭିତରେ ଜଣେ ମଣିଷ କିନ୍ତୁ ସେ ଦୟାରେ ପିତା ଆଉ କୁଆଁ ଭିତରେ ତାରେ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଖ୍ରୀଷ୍ଟରେ ମୋର ଭାଇ ଭଉଣୀ ମାନେ ସେଥିରେ ତାର ଜୀବନ ସେହିପରି ଆମମାନେ ଯେତେବେଳେ ପାପ କୁଆଁରେ ପଡ଼ି ଯାଇଥିଲୁ, ପାପ କୁଆଁରେ ପଡ଼ି ଛଟପଟ କରୁଥିଲୁ, ମୃତ୍ୟୁ ପ୍ରାୟ ଆମେ ଲଢ଼େଇ କରୁଥିଲୁ କିନ୍ତୁ ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କଲେ, ଆମମାନଙ୍କୁ ଦୟା କଲେ ନିଜର ରକ୍ତ ଦ୍ୱାରା, ନିଜର ପବିତ୍ରତା ଦ୍ୱାରା, ନିଜର ଜୀବନ ଦେଇ କ୍ରୁଶରେ ସେ ଆମମାନଙ୍କର ସମସ୍ତ ପାପ ବହନ କରି ସେ ଆମମାନଙ୍କୁ ଉଦ୍ଧାର କରିଛନ୍ତି। ସେ ଆମମାନଙ୍କ ନିମନ୍ତେ ପରିତାଣ ସାଧନ କରିଛନ୍ତି। ସେଥିପାଇଁ ଆମମାନଙ୍କୁ ତାଙ୍କଠାରେ ବିଶ୍ୱାସ କରିବାକୁ ହେବ। ପ୍ରଭୁ ଯୀଶୁ ସତ୍ୟ ଈଶ୍ୱର ଅଟନ୍ତି। ସେହି ଏକମାତ୍ର ଉଦ୍ଧାରକର୍ତ୍ତା, ଶାନ୍ତିଦାତା, ମୁକ୍ତିଦାତା ପ୍ରଭୁ ଅଟନ୍ତି। ତାହାଙ୍କ ଛଡ଼ା ଏହି ଜଗତରେ କେହି ମଧ୍ୟ ନାହିଁ। ସେଥିପାଇଁ ପବିତ୍ର ଶାସ୍ତ୍ର ବାଇବଲରେ ପ୍ରଭୁ ଯୀଶୁ କହନ୍ତି, ମୋ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ। ଈଶ୍ୱରଙ୍କ ନିକଟକୁ ବା ସ୍ୱର୍ଗକୁ ଯିବା ପାଇଁ ହେଲେ ଏକମାତ୍ର ପଥ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଆମେ ନିଜର ପାପ ସ୍ୱୀକାର କରୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ହୃଦୟରେ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ, ଆମମାନଙ୍କୁ ଉଦ୍ଧାର କରିବେ। ପ୍ରଭୁ ଯେଉଁ ପାପ ରୂପ କୁଆଁରେ ଆମେ ପଡ଼ି ଯାଇଥିଲୁ ଯେ କେହି ଦେଖିନଥିଲେ କିନ୍ତୁ ପରମେଶ୍ୱର ସ୍ୱର୍ଗରୁ ଆମମାନଙ୍କୁ ଦେଖିଲେ। ସେ ସ୍ୱର୍ଗର ସିଂହାସନ ଛାଡ଼ି, ସ୍ୱର୍ଗର ସୁଗୌରବ ଛାଡ଼ି ସେ ଧରାପୃଷ୍ଠକୁ ମାନବ ରୂପ ଧାରଣ କରି ଆସିଲେ। ସେ ତୋର ପାପ ପାଇଁ, ମୋର ପାପ ପାଇଁ, এই ଧରାପୃଷ୍ଠରେ ଥିବା ସମସ୍ତ ମାନବ ଜାତିର ପାପ ପାଇଁ ସେ ନିଜକୁ ଆଉ ଏକ ବଳି ରୂପେ କ୍ରୁଶରେ ଉତ୍ସର୍ଗୀକୃତ ହେଲେ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ସେଥିପାଇଁ ମଣିଷକୁ ବଞ୍ଚିବା ପାଇଁ ବଳି ଦରକାର ନୁହେଁ, ମଣିଷକୁ ବଞ୍ଚିବା ପାଇଁ ବଳି ଦରକାର ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥରେ ହିଁ କ୍ରୁଶରେ ବଳି ଦେଇଛନ୍ତି, ପବିତ୍ର ରକ୍ତ ଢାଳି ଦେଇଛନ୍ତି। କିନ୍ତୁ ଆମମାନେ ବିପଦଗାମୀ ମେଷ ତୁଲ୍ୟ ଏହି ଧରାପୃଷ୍ଠରେ ବାସ କରିଥିଲୁ କିନ୍ତୁ ସେ ଆମମାନଙ୍କୁ ସେ ବିପଦଗାମୀ ମେଷ ତୁଲ୍ୟରୁ ଆମମାନଙ୍କୁ ଉଦ୍ଧାର କରି ଏକ ମେଷ ଆଉ ଶାଳରେ ଆମମାନଙ୍କୁ ସେ କ'ଣ କରିଛନ୍ତି ନା ଆମମାନଙ୍କୁ ରଖିଅଛନ୍ତି। ପ୍ରିୟର ମୋର ଭାଇ ଭଉଣୀମାନେ, ଆଜି ବି ଅନେକ ଲୋକ ଅନ୍ଧବିଶ୍ୱାସରେ ଜୀବନଯାପନ କରୁଛନ୍ତି। ସେମାନେ ବଞ୍ଚିବା ପାଇଁ ଅନେକ ନର ବଳି ଦେଉଛନ୍ତି, ମଣିଷ ବଳି, ପଶୁ ବଳି ଦେଉଛନ୍ତି। କିନ୍ତୁ ସେ ପଶୁ ବଳି, ସେ ନର ବଳି ଆମମାନଙ୍କୁ ଉଦ୍ଧାର କରେ ନାହିଁ। ପ୍ରଭୁ ଯୀଶୁ କହନ୍ତି ଯେ ପବିତ୍ର ଶାସ୍ତ୍ର ବାଇବଲରେ, ତୁମେ ମୋ ନିମନ୍ତେ ଏକ ବଳିଦାନ ଲଢ଼ିଲ ନାହିଁ କିନ୍ତୁ ଗୋଟିଏ ପ୍ରାଣ ଲଢ଼ିଲ। ପ୍ରଭୁ ଯୀଶୁ ପିତା ପରମେଶ୍ୱର ଚାହିଁଲେ ନାହିଁ ଯେ ବଳି